ଅନ୍ୟମାନେ ଯେଉଁ ସ୍ତ୍ରୀମାନଙ୍କ ଶରୀରରେ ଦେଖାଦିଏ ଏହି 6 ଲକ୍ଷଣ ସେମାନେ ହୋଇଥାନ୍ତି ସାକ୍ଷାତ ମା ଲକ୍ଷ୍ମୀଙ୍କ ରୂପ, ଯାହାଙ୍କ ପାଦ ଘରେ ପଡ଼ିବା ମାତ୍ରେ ବଢ଼ିଚାଲେ ଧନ ସମ୍ପତ୍ତି। ସବୁ ଲୋକଙ୍କ ବା ବ୍ୟକ୍ତିଙ୍କ ଜୀବନରେ ଉପରକୁ ଉଠିବା ପଛରେ ଏକ ମହିଳାର ହାତ ଥାଏ ବୋଲି କୁହାଯାଇଥାଏ। ତେବେ ବନ୍ଧୁମାନେ ଭିଡ଼ିଓଟିକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଭିଡ଼ିଓ ଗୋଟେ ଲାଇକ୍ କରି ଚ୍ୟାନେଲ ଗୋଟେ ସବସ୍କ୍ରାଇବ୍ କରିଦିଅନ୍ତି। ସେହି ଜଣକ କେହି ବି ହୋଇପାରନ୍ତି, ସ୍ତ୍ରୀ, ମା, ଝିଅ, ବୋହୂ ଆଦି କେହି ମଧ୍ୟ ହୋଇପାରନ୍ତି। ଆପଣ ଜାଣିଛନ୍ତି କି ଏହିଭଳି ଭାଗ୍ୟବାନ ମହିଳାମାନଙ୍କ କଥା ଗରୁଡ଼ ପୁରାଣରେ ଲେଖାଯାଇଛି। ଏହା ମଧ୍ୟ କୁହାଯାଇଛି କି ଏହାଦ୍ୱାରା ଆମେ ଜାଣିପାରିବା କି ମହିଳାମାନେ ଆମ ଜୀବନରେ କେଉଁଭଳି ମାନେ ରଖିଥାନ୍ତି। ସାଧାରଣ ଭାବେ ଦେଖିବା ପାଇଁ ଯିବା ତ ଆମେ ସବୁ ଅଲଗା ଅଲଗା ପ୍ରକାରର ଅଟୁ, ମାତ୍ର ଆମ ଜୀବନର ସମସ୍ୟା ସବୁବେଳେ ଏକାଭଳି ହୋଇଥାଏ। ମାତ୍ର ଏହାକୁ ନଜର ଅନ୍ଦାଜ ନ କରି ଆମେ ଆଗକୁ ଯାଇଥାଉ। ଠିକ୍ ସେହିଭଳି ଭାବେ ଆମେ ଦେଖିବା ପାଇଁ ପାଇବା କି ଆମ ସହ ରହୁଥିବା ମହିଳା ଯାହା ପାଇଁ ଆମେ ସଫଳ ହେଲୁ ସେ ଲକ୍ଷ୍ମୀଙ୍କ ରୂପ କିଭଳି। କିଛି ସଂକେତମାନ ଅଛି ଯାହାକୁ ଜାଣିବା ଦ୍ୱାରା ଆପଣ ଏହାର ନିଷ୍ପତ୍ତିରେ ପହଞ୍ଚିଯିବେ। ଆଜି ଆମେ କହୁଥିବା ମହିଳାମାନେ ଲକ୍ଷ୍ମୀଙ୍କ ପରି ସୁଲକ୍ଷଣା ହୋଇଥାନ୍ତି। ଏହା ମଧ୍ୟ କୁହାଯାଏ କି ଭିକାରୀଟିଏ ଏହିଭଳି ନାରୀଙ୍କୁ ପାଇବା ପରେ ତା'ର ଜୀବନ ବଦଳି ଯାଇଥାଏ। ଏହିଭଳି ଏକ ଦିନ ଆସିଥାଏ କି ସେ ଚକ୍ରବର୍ତ୍ତୀ ହୋଇଥାଏ। ଏହାକୁ ମା ଲକ୍ଷ୍ମୀଙ୍କ ଦୟା ମଧ୍ୟ କହିପାରିବା। ଆସନ୍ତୁ ଜାଣିବା ମହିଳାମାନେ କ'ଣ କ'ଣ କରିବା ଦରକାର ଓ ଲକ୍ଷ୍ମୀବନ୍ତ ନାରୀଙ୍କ ସ୍ୱଭାବ ଓ ଲକ୍ଷଣ କ'ଣ କ'ଣ ଅଟେ। ନାରୀଙ୍କ ସ୍ୱଭାବ ବିଷୟରେ ଯଦି କହିବା ପାଇଁ ଯିବା ତ ଏମାନେ ସକାଳୁ ଜଲ୍ଦି ଉଠିବା ନିହାତି ଭାବେ ଦରକାର। ଯେଉଁ ମହିଳାମାନେ ସୂର୍ଯ୍ୟୋଦୟ ଆଗରୁ ଉଠିଥାନ୍ତି ସେମାନଙ୍କ ଉପରେ ସମସ୍ତ ଦେବୀ ଦେବତାଙ୍କ ଆଶୀର୍ବାଦ ରହିଥାଏ। ଯେଉଁମାନେ ଡେରିରେ ଉଠିଥାନ୍ତି ସେମାନେ ପାପକର୍ମ କରିଥାନ୍ତି ବୋଲି ମାନ୍ୟତା ଅଛି। ମହିଳାମାନେ ଗାଧୋଇ ସାରିବା ଦେବପୂଜା କରିବାର ବିଧି ଅଛି। ଏମିତି ମହିଳାଙ୍କ ପାଇଁ ଘରେ ଶାନ୍ତି ରହିଥାଏ। ସଫାସୁତୁରା ରଖୁଥିବା ମହିଳାମାନେ ସବୁବେଳେ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇଥାନ୍ତି। ସେମାନେ ସବୁବେଳେ ସଫା କରିବା ପାଇଁ ତତ୍ପର ଥାନ୍ତି। ସେମାନେ ସବୁବେଳେ ରଙ୍ଗୋଲି ପକାଇ ମା ଲକ୍ଷ୍ମୀଙ୍କୁ ଆହ୍ୱାନ କରିଥାନ୍ତି। ଦେବତାଙ୍କୁ ଜଳ ଚଢ଼ାଉଥିବା ମହିଳାମାନେ ସବୁବେଳେ ଖୁସି ଭୋଗ କରିଥାନ୍ତି। ମିଠା କଥା କହୁଥିବା ମହିଳା ଯେଉଁ ମହିଳାମାନେ ମିଠା କଥା କହିଥାନ୍ତି ସେମାନେ ସବୁବେଳେ ଘରକୁ ଯୋଡ଼ିକି ରଖିଥାନ୍ତି। ଯେଉଁ ମହିଳାମାନେ ନିଜ ସ୍ୱାମୀର ସେବା କରିଥାନ୍ତି ସେମାନେ ମଧ୍ୟ ମା ଲକ୍ଷ୍ମୀଙ୍କ ଦୟା ପାଇଥାନ୍ତି। ସ୍ୱାଦିଷ୍ଟ ଭୋଜନ କରୁଥିବା ମହିଳାମାନଙ୍କ ଘରେ ସବୁବେଳେ ମା ଲକ୍ଷ୍ମୀ ଆସିଥାନ୍ତି। ବନ୍ଧୁଗଣ, ଆମ ସହିତ ଆଗକୁ ରହିବା ପାଇଁ ଆମ ଭିଡ଼ିଓକୁ ଲାଇକ୍ କରନ୍ତୁ।